ଶ୍ରାବଣ ସୋମବାରର ରହସ୍ୟ ମହାଦେବଙ୍କର ଅଣଶୁଣା କାହାଣୀ। ଦର୍ଶକ ବନ୍ଧୁ, ଆପଣ କ'ଣ ଏ କାହାଣୀ ବିଷୟରେ ଜାଣନ୍ତି? ଆପଣ ଜାଣନ୍ତି କି ଭଗବାନ ଶିବଙ୍କୁ ନୀଳକଣ୍ଠ ବୋଲି କାହିଁକି କୁହାଯାଏ? କାହିଁକି ଶ୍ରାବଣର ପ୍ରତ୍ୟେକ ସୋମବାରରେ କୋଟି କୋଟି ଲୋକ ଭଗବାନ ଶିବଙ୍କ ଲିଙ୍ଗରେ ଜଳ ଢାଳନ୍ତି? ଏହା ପଛରେ ଲୁଚି ରହିଛି ଏପରି ଏକ କାହାଣୀ ଯେଉଁଥିରେ ଅଛି ଏକ ଅଭିଶାପ, ଏକ ତ୍ୟାଗ ଓ ସୃଷ୍ଟିକୁ ରକ୍ଷା କରିବାର ବଳିଦାନ। ଆସନ୍ତୁ ଯିବା ସେହି କଥା ଆଡ଼କୁ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଶ୍ରାବଣ ମାସ ବର୍ଷା ଋତୁରେ ଆସିଥାଏ। ଏହି ମାସ ସମ୍ପୂର୍ଣ୍ଣ ରୂପେ ଭଗବାନ ଶିବଙ୍କୁ ସମର୍ପିତ। ଏହି ମାସରେ ଆସୁଥିବା ପ୍ରତ୍ୟେକ ସୋମବାର ଶ୍ରାବଣ ସୋମବାର ପାଲଟିଯାଏ। ଏହି ଦିନଟି ଶିବ ଭକ୍ତଙ୍କ ପାଇଁ ସବୁଠାରୁ ପବିତ୍ର ଦିନ। କିନ୍ତୁ ଏହି ପରମ୍ପରା ଆଗ ଆରମ୍ଭ ହେଲା କିପରି? ଏଥିପାଇଁ ଯିବାକୁ ହେବ ହଜାର ହଜାର ବର୍ଷ ପୂର୍ବକୁ, ଏପରି ଏକ ଘଟଣା ଆଡ଼କୁ ଯାହା ଦେବତାମାନଙ୍କୁ ଅସହାୟ କରିଦେଇଥିଲା। କଥା ସେହି ସମୟର, ଯେତେବେଳେ ଋଷି ଦୁର୍ବାସା, ଯିଏ ନିଜର ଅତ୍ୟଧିକ କ୍ରୋଧ ସ୍ୱଭାବ ପାଇଁ ଜଣାଶୁଣା ଥିଲେ, ଭ୍ରମଣ କରୁଥିବା ସମୟରେ ଏକ ଦିବ୍ୟ ପୁଷ୍ପମାଲ୍ୟ ନେଇ ଯାଉଥିଲେ, ଯାହା ସ୍ୱୟଂ ଭଗବାନ ବିଷ୍ଣୁ ତାଙ୍କୁ ଭେଟି ସ୍ୱରୂପ ଦେଇଥିଲେ। ରାସ୍ତାରେ ତାଙ୍କର ଭେଟ ଦେବରାଜ ଇନ୍ଦ୍ରଙ୍କ ସହ ହେଲା, ଯିଏ ଐରାବତ ହାତୀ ଉପରେ ବସି ସବାର ଥିଲେ। ଦୁର୍ବାସା ଋଷି କହିଲେ, ଦେବରାଜ ଇନ୍ଦ୍ର, ଏହି ଦିବ୍ୟ ପୁଷ୍ପମାଲ୍ୟ ସ୍ୱୀକାର କରନ୍ତୁ। ଏହା ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ ଅଟେ। ଦେବରାଜ ସେହି ମାଳା ନେଲେ ସତ, କିନ୍ତୁ ଅହଙ୍କାରରେ ମଗ୍ନ ଇନ୍ଦ୍ର ସେହି ମାଳାର ଆଦର କଲେ ନାହିଁ। କିନ୍ତୁ ସେହି ମାଳା ଏତେ ସୁଗନ୍ଧିତ ଥିଲା ଯେ ତାହାର ବାସ୍ନାରେ ଐରାବତ ହାତୀ ମଧ୍ୟ ବିଚଳିତ ହୋଇଉଠିଲା ଓ ଶୁଣ୍ଢରେ ମାଳାଟିକୁ ଫୋପାଡ଼ି ଦେଇ ପାଦରେ ଦଳିଦେଲା। ଏହା ଦେଖି ଋଷି ଦୁର୍ବାସା ରାଗରେ ନିଆଁବାଣ ହୋଇଗଲେ। ସେ କ୍ରୋଧରେ କହିଲେ, ଇନ୍ଦ୍ରମ୍, ତୁମେ ଜଣେ ଋଷିଙ୍କ ଦ୍ୱାରା ଦିଆଯାଇଥିବା ସମ୍ମାନକୁ ଧୂଳିସାତ୍ କରିଦେଲ। ତୁମ ଭିତରେ ଐଶ୍ୱର୍ଯ୍ୟର ଏପରି ଅହଙ୍କାର ଭରିଯାଇଛି ଯେ ତୁମେ ଉପହାରର ମୂଲ୍ୟ ବୁଝିପାରିଲ ନାହିଁ। ତେଣୁ ମୁଁ ତୁମକୁ ଅଭିଶାପ ଦେଉଛି। ତୁମେ ଓ ତୁମର ସବୁ ଦେବତା, ତୁମର ଶକ୍ତି, ତୁମର ତେଜ ଓ ଐଶ୍ୱର୍ଯ୍ୟରୁ ହୀନ ହୋଇଯିବ। ଏହା ଶୁଣି ଦେବରାଜ ଇନ୍ଦ୍ର ଋଷିଙ୍କର ଗୋଡ଼ତଳେ ପଡ଼ି କ୍ଷମା ଭିକ୍ଷା ପ୍ରାର୍ଥନା କଲେ। କିନ୍ତୁ ଦୁର୍ବାସା କହିଲେ, ଇନ୍ଦ୍ର, ଜଣେ ଋଷିଙ୍କର ଅଭିଶାପ ଫେରାଇ ହୁଏ ନାହିଁ। ଯାହା ଘଟିଲା ତାହା ଅଟଳ ଅଟେ। ଏବଂ ଏହି ଅଭିଶାପ ପ୍ରଭାବରୁ ଦେବତାମାନଙ୍କର ଶକ୍ତି ଓ ସମୃଦ୍ଧି ଧୀରେ ଧୀରେ ଲୁପ୍ତ ହେବାକୁ ଲାଗିଲା। ଦେବତାମାନେ ଅସୁରମାନଙ୍କ ସାମ୍ନାରେ ପରାଜିତ ହେବାକୁ ଲାଗିଲେ। ଭୟଭୀତ ହୋଇ ସମସ୍ତ ଦେବତାମାନେ ଭଗବାନ ବିଷ୍ଣୁଙ୍କ ପାଖରେ କ୍ଷମା ଯାଚନା କଲେ। ଭଗବାନ ବିଷ୍ଣୁ ଉପାୟରେ କହିଲେ, ହେ ଇନ୍ଦ୍ର, କ୍ଷୀରସାଗର ମନ୍ଥନ କର। ସେଥିରୁ ଅମୃତ ବାହାରିବ, ଯାହାକୁ ପିଇ ତୁମେ, ତୁମର ଶକ୍ତି ଓ ତୁମର ସମସ୍ତ ଦେବତାଗଣ ମଧ୍ୟ ଅମର ହୋଇଯିବେ। କିନ୍ତୁ ଏହି କାର୍ଯ୍ୟ ପାଇଁ ତୁମେ ଏକାକୀ କରିପାରିବ ନାହିଁ। ତୁମେ ତୁମ ସହିତ ଅସୁରମାନଙ୍କର ସାହାଯ୍ୟ ନେବାକୁ ପଡ଼ିବ। ଦେବତାମାନେ ଅସୁରମାନଙ୍କ ସାହାଯ୍ୟ ପାଇଁ ପ୍ରସ୍ତାବ ଦେଲେ, କିନ୍ତୁ ଅସୁରମାନେ ଅମୃତ ଲୋଭରେ ପ୍ରସ୍ତାବରେ ରାଜି ହୋଇଗଲେ। ମନ୍ଦାର ପର୍ବତକୁ ମନ୍ଥନ ଦଣ୍ଡ ଓ ବାସୁକୀ ନାଗକୁ ଦଉଡ଼ି କରି ମନ୍ଥନ କାର୍ଯ୍ୟ ଆରମ୍ଭ ହେଲା। ଦେବତାମାନେ ଗୋଟିଏ ପଟେ ଓ ଅସୁରମାନେ ଅନ୍ୟ ପଟେ ଠିଆ ହୋଇ ମନ୍ଥନ କାର୍ଯ୍ୟକୁ ଆଗକୁ ନେଲେ, ଯାହା ସମ୍ପୂର୍ଣ୍ଣ ସୃଷ୍ଟିକୁ ହଲାଇ ଦେଲା। ମନ୍ଥନ ଯେତିକି ଯେତିକି ତୀବ୍ର ହେଲା, ସମୁଦ୍ରରୁ ଗୋଟିଏ ପରେ ଗୋଟିଏ ଅମୂଲ୍ୟ ରତ୍ନମାନ ବାହାରିବାକୁ ଲାଗିଲା। ଯେପରିକି ଐରାବତ ହାତୀ, କାମଧେନୁ ଗାଈ, କଳ୍ପବୃକ୍ଷ, ଦେବୀ ଲକ୍ଷ୍ମୀ ସବୁକିଛି ବାହାରିଲା। କିନ୍ତୁ ତଥାପି ଏମିତି କିଛି ଘଟଣା ଘଟିଲା ଯାହାର କଳ୍ପନା କେହି କରିନଥିଲେ। ଅଚାନକ ସମୁଦ୍ରରୁ ବାହାରିଲା ହଳାହଳ ବିଷ। ଏତେ ଭୟାନକ ଥିଲା ଯେ ତାହାର ବାଷ୍ପ ମାତ୍ରେ ତିନି ଲୋକ ଜଳିବା ପାଇଁ ଲାଗିଲା। ଯେପରି କ୍ଷଣିକ ମାତ୍ରେ ସବୁକିଛି ଭସ୍ମ ହୋଇଯିବ। ତେଣୁ ଉଭୟ ଦେବତା ଓ ଅସୁରମାନେ ଉପାୟ ଶୂନ୍ୟ ହୋଇ ଭଗବାନ ଶିବଙ୍କ ପାଖକୁ ଯାଇ କ୍ଷମା ଯାଚନା କଲେ।
हे महादेव, ଏହି ବିଷ ଦାଉରୁ ସମଗ୍ର ସୃଷ୍ଟିକୁ ରକ୍ଷା କରନ୍ତୁ, ନଚେତ୍ ସମଗ୍ର ସୃଷ୍ଟି ହିଁ ଧ୍ୱଂସ ହୋଇଯିବ। କେବଳ ଆପଣ ହିଁ ଏହାକୁ ରୋକିପାରିବେ। ଆମକୁ ରକ୍ଷା କରନ୍ତୁ ମହାଦେବ, ଆମକୁ ରକ୍ଷା କରନ୍ତୁ। ଏପରି ଭାବେ ଦେବତାମାନେ କ୍ଷମା ଯାଚନା କରନ୍ତି ମହାଦେବଙ୍କ ଆଗରେ। ଭଗବାନ ଶିବ ନିଜ ତପସ୍ୟାରୁ ଉଠି ବିଷ ଆଡ଼କୁ ବଢ଼ିବାକୁ ଲାଗିଲେ। ମାତା ପାର୍ବତୀ ଏଥିପାଇଁ ଭଗବାନ ଶିବଙ୍କୁ ରୋକିଥିଲେ, କିନ୍ତୁ ଭଗବାନ ଶିବ କହିଲେ, ପାର୍ବତୀ, ମୋ ପାଇଁ ଗୋଟିଏ ଜୀବନଠୁ ବଡ଼ ଏ ସମଗ୍ର ସୃଷ୍ଟିକୁ ରକ୍ଷା କରିବା। ଏହା କହି ଭଗବାନ ଶଙ୍କର ସେ ଘାତକ ହଳାହଳ ବିଷକୁ ପିଇଦେଲେ। ସେ ସେହି ବିଷକୁ ନା ପେଟକୁ ଯିବାକୁ ଦେଲେ, ନା ବାହାରକୁ ବାହାରିବାକୁ ଦେଲେ। ନିଜ ଯୋଗ ଶକ୍ତି ବଳରେ ବିଷକୁ କଣ୍ଠରେ ହିଁ ଅଟକାଇ ରଖିଲେ। ଧୀରେ ଧୀରେ ତାଙ୍କ କଣ୍ଠ ନୀଳ ପଡ଼ିବା ପାଇଁ ଲାଗିଲା। ଏହି ଘଟଣା ଯୋଗୁଁ ଭଗବାନ ଶିବଙ୍କୁ ମିଳିଲା ନୂଆ ନାମ, ଯାହା ହେଉଛି ନୀଳକଣ୍ଠ। କିନ୍ତୁ ବିଷର ପ୍ରଭାବ ଏତେ ତୀବ୍ର ଥିଲା ଯେ ତାଙ୍କର ମୁଣ୍ଡରେ ଅସହ୍ୟ ଜଳାପୋଡ଼ା ହେବାକୁ ଲାଗିଲା। ସେଥିପାଇଁ ଭଗବାନ ଶିବ ନିଜ ମୁଣ୍ଡର ଜଳାପୋଡ଼ା ଶାନ୍ତ କରିବା ପାଇଁ ଚନ୍ଦ୍ରଙ୍କୁ ନିଜ ମସ୍ତକରେ ଧାରଣ କଲେ। ସେଥିପାଇଁ ତାଙ୍କୁ ସୋମନାଥ ବୋଲି ମଧ୍ୟ କୁହାଯାଏ ଏବଂ ସୋମବାରଟି ତାଙ୍କ ସହିତ ଆହୁରି ଗଭୀର ଭାବରେ ଯୋଡ଼ି ହୋଇଗଲା। ପ୍ରଭୁଙ୍କର ଜଳାପୋଡ଼ା ଦେଖି ସମସ୍ତ ଦେବତାମାନେ ବ୍ୟାକୁଳ ହୋଇ ପ୍ରଭୁଙ୍କ ଉପରେ ଜଳ ଓ କ୍ଷୀର ଅର୍ପଣ କଲେ, ଯାହାଦ୍ୱାରା ପ୍ରଭୁଙ୍କର ଯନ୍ତ୍ରଣା କମିଯିବ। ଏହିପରି ଭାବେ ସମସ୍ତ ଦେବତାମାନେ ଭଗବାନ ଶିବଙ୍କ ଉପରେ କ୍ରମାଗତ ଭାବେ ଜଳ ଓ କ୍ଷୀର ଢାଳିଲେ। ମାନ୍ୟତା ଅଛି ଏହି ଘଟଣା ଶ୍ରାବଣ ମାସରେ ଘଟିଥିଲା, ତେଣୁ ସେବେଠାରୁ ହିଁ ଏହି ପରମ୍ପରା ଚାଲି ଆସୁଛି। ଶ୍ରାବଣ ମାସରେ ମହାଦେବଙ୍କ ଉପରେ କ୍ଷୀର, ଜଳ ଓ ବେଲପତ୍ର ଚଢ଼ାଇ ଭକ୍ତମାନେ ମହାଦେବଙ୍କର ତ୍ୟାଗକୁ ସମ୍ମାନ ଜଣାଇ ପାରିବେ। ଆଉ ଗୋଟିଏ କାହାଣୀ ମଧ୍ୟ ଶ୍ରାବଣ ସହ ଯୋଡ଼ି ହୋଇ ରହିଛି। ପୂର୍ବ ଜନ୍ମରେ ସତୀ ରୂପରେ ଶିବଙ୍କୁ ହରାଇବା ପରେ ମାତା ପାର୍ବତୀ ପୁନର୍ବାର ଶିବଙ୍କୁ ପତି ରୂପରେ ପାଇବା ପାଇଁ ସଂକଳ୍ପ ହେଲେ। ପାର୍ବତୀ ବର୍ଷ ବର୍ଷ ଧରି ନିର୍ଜଳ ବ୍ରତ ରଖିଲେ, କଠୋର ପରିସ୍ଥିତିରେ ତପସ୍ୟା କଲେ। ଯେତେବେଳେ ତାଙ୍କ ତପସ୍ୟା ଶ୍ରାବଣ ମାସରେ ପୂର୍ଣ୍ଣ ହେଲା, ଭଗବାନ ଶିବ ପ୍ରକଟ ହେଲେ। ଭଗବାନ ଶିବ କହିଲେ, ହେ ପାର୍ବତୀ, ତୁମର ଭକ୍ତି ଓ ତପସ୍ୟା ମୋତେ ନଇବାକୁ ବାଧ୍ୟ କଲା। ମୁଁ ତୁମକୁ ମୋ ଅର୍ଦ୍ଧାଙ୍ଗିନୀ ଭାବରେ ସ୍ୱୀକାର କରୁଛି। ଏହି କାରଣରୁ ଆଜି ମଧ୍ୟ ଅବିବାହିତ କନ୍ୟାମାନେ ମନ ମୁତାବକ ବରର କାମନା ନେଇ ଓ ବିବାହିତ ନାରୀମାନେ ନିଜ ସ୍ୱାମୀଙ୍କର ଦୀର୍ଘାୟୁ ପାଇଁ ଶ୍ରାବଣ ସୋମବାର ବ୍ରତ ରଖିଥାନ୍ତି। ତେବେ ଦର୍ଶକ ବନ୍ଧୁ, ଏହା ହେଉଛି ଶ୍ରାବଣ ସୋମବାର ପଛର ସମ୍ପୂର୍ଣ୍ଣ କାହାଣୀ। ଏକ ଅଭିଶାପରୁ ଆରମ୍ଭ ହୋଇ ତ୍ୟାଗ ଓ ପ୍ରେମରେ ଶେଷ ହେଉଥିବା ଗାଥା। ଇନ୍ଦ୍ରଙ୍କର ଅହଙ୍କାରରୁ ସୃଷ୍ଟି ହୋଇଥିବା ଅଭିଶାପରୁ ସମସ୍ତ ଦେବତାମାନେ ସଙ୍କଟରେ ପଡ଼ିଲେ। ସମୁଦ୍ର ମନ୍ଥନରୁ ହଳାହଳ ବିଷ ପିଇ ପ୍ରଭୁ ଶଙ୍କର ସୃଷ୍ଟିକୁ ରକ୍ଷା କରି ନୀଳକଣ୍ଠ ପାଲଟିଗଲେ। ଅନ୍ୟପଟେ ମାତା ପାର୍ବତୀଙ୍କର ତପସ୍ୟା ଭକ୍ତିର ଅନନ୍ୟ ବିଶାଳ ଗାୟନ କଲା। ଆଜି ମଧ୍ୟ ଆମେ ଯେତେବେଳେ ଭଗବାନ ଶିବଙ୍କ ଉପରେ ଜଳ ଢାଳୁ, ଆମେ କେବଳ ଗୋଟିଏ ପରମ୍ପରା ପାଳନ କରୁନାହୁଁ, ବରଂ ଆମେ ମନେ ପକାଉ ସେହି ମହାଦେବଙ୍କୁ ଯିଏ ସମଗ୍ର ସୃଷ୍ଟି ପାଇଁ ସବୁଠାରୁ ବଡ଼ ତ୍ୟାଗ କରିଥିଲେ। ଆଶା କରୁଛି ଆପଣମାନେ ଶ୍ରାବଣ ସୋମବାରର ରହସ୍ୟ କଥା ସମ୍ପୂର୍ଣ୍ଣ ରୂପେ ବୁଝିସାରିଥିବେ। ଯଦି ଆପଣମାନଙ୍କୁ ଏହି କାହାଣୀ ଭଲ ଲାଗିଥାଏ, ତେବେ ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ ଓ ଭିଡ଼ିଓକୁ ଲାଇକ୍ ଓ ସେୟାର କରିବାକୁ ଆଦୌ ଭୁଲିବେ ନାହିଁ। ଓ କମେଣ୍ଟରେ ଜଣାନ୍ତୁ ପରବର୍ତ୍ତୀ ଭିଡ଼ିଓରେ ଆପଣ କେଉଁ ଦେବାଦେବୀଙ୍କର କାହାଣୀ ଶୁଣିବା ପାଇଁ ଇଚ୍ଛୁକ ଅଟନ୍ତି। ଦର୍ଶକ ବନ୍ଧୁ, କମେଣ୍ଟରେ ମଧ୍ୟ ହର ହର ମହାଦେବ ଲେଖିବାକୁ ଆଦୌ ଭୁଲିବେ ନାହିଁ। ମହାଦେବଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ଓ ଆପଣଙ୍କ ଜୀବନରେ ସମୃଦ୍ଧତା ସବୁବେଳେ ଲାଗି ରହିବ। ଶେଷ କଥା, ବେଲ୍ ଆଇକନ୍କୁ କ୍ଲିକ୍ କରିବାକୁ ଆଦୌ ଭୁଲିବେ ନାହିଁ, ଯେପରି ଆଗାମୀ ଏହିପରି କାହାଣୀ ଆସିବା ମାତ୍ରେ ଆପଣଙ୍କ ପାଖରେ ସର୍ବପ୍ରଥମେ ନୋଟିଫିକେସନ୍ ପହଞ୍ଚିଯିବ। ଧନ୍ୟବାଦ।